ପିପିଲିରେ ଜୋର ଧରିଲା ବାଲି ରାଜନୀତି। ସିଧାସଳଖ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଧାୟକଙ୍କ ଉପରେ ଅଙ୍ଗୁଳି ଉଠାଇଲେ ବିଜେଡି, କଂଗ୍ରେସ ଓ ସିପିଏମ୍ ପାର୍ଟି। ସ୍ଥାନୀୟ ବିଧାୟକଙ୍କ ପାଇଁ ଚୋରା ବାଲି ମାଫିଆ ବଡ଼ ନା ସାଧାରଣ ଜନତା ବଡ଼ କହି ପିପିଲି ରାଜନୀତିରେ ଉଷ୍ମତା ଭରିଯାଇଛନ୍ତି ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ। ପିପିଲିରେ ବେଆଇନ ବାଲିଘାଟ ବନ୍ଦ ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ କ'ଣ ପାଇଁ ବିଧାୟକ ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରି ବିଧାୟକ ଆଶିଷ ପଟ୍ଟନାୟକ ଉତ୍ତର ଦିଅନ୍ତୁ ବୋଲି ଦାବି ରଖିଛନ୍ତି ରୁଦ୍ରପ୍ରତାପ। ଏପରିକି ପିପିଲିର ଚାଲୁଥିବା ବେଆଇନ ବାଲିଘାଟ ଦଳୀୟ କର୍ମୀ ଚଲାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପିପିଲିରେ କିପରି ବେଆଇନ ବାଲିଘାଟ ଚାଲିଛି ଏହାକୁ ନିଜ ସୋସିଆଲ ମିଡିଆରେ ଲାଇଭ୍ ଆସି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବେଆଇନ ବାଲିଘାଟ ବନ୍ଦ କରିବା ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନଥିଲା। ଗତକାଲି ବେଆଇନ ବାଲି ଚୋରା ଚାଲାଣ ପାଇଁ ନ୍ୟୁଜ୍7 ସାମ୍ବାଦିକା ଓ ତାଙ୍କ ବାନ୍ଧବୀଙ୍କ ଅକାଳ ବିୟୋଗକୁ ନେଇ ସମସ୍ତଙ୍କୁ ବ୍ୟଥିତ କରିଥିଲା। ଆଜି ରୁଦ୍ରପ୍ରତାପ ପିପିଲି ତହସିଲଦାରଙ୍କୁ ଭେଟି କିପରି ବେଆଇନ ବାଲିଘାଟ ଚାଲିଛି ଆକ୍ସନ ପରିବର୍ତ୍ତେ ଅଧିକାରୀ ନୀରବ ରହୁଛନ୍ତି ବୋଲି ପ୍ରଶ୍ନବାଣରେ ଗାଇଲା କରିଥିବା ବେଳେ ବେଆଇନ ବାଲିଘାଟ ପାଇଁ ବିଧାୟକଙ୍କୁ ଟାର୍ଗେଟ କରିଥିଲେ। କେବଳ ବିଜେଡି ନୁହେଁ, ସମାନ ଅଭିଯୋଗ ଆଣିଛି କଂଗ୍ରେସ ଓ ସିପିଏମ୍ ପାର୍ଟି। ରାଜ୍ୟରେ ବାଲି ମାଫିଆ ଓ ମରମ ମାଫିଆଙ୍କ ରାଜ ଚାଲିଛି କହି ସରକାରଙ୍କୁ ଟାର୍ଗେଟ କରୁଛନ୍ତି ପିସିସି ସଭାପତି ଭକ୍ତ ଦାସ। ଅନ୍ୟପଟେ ବେଆଇନ ବାଲିଘାଟ ପାଇଁ ସିଧାସଳଖ ପିପିଲି ବିଧାୟକଙ୍କୁ ଅଙ୍ଗୁଳି ଉଠାଇଛନ୍ତି ସିପିଏମ୍ ନେତା। ବାଲି ପାଇଁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୀବନର ମୂଲ୍ୟ କିଏ ଦେଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବିଜେଡି, କଂଗ୍ରେସ ଓ ସିପିଏମ୍ ପାର୍ଟି ପିପିଲିରେ ଚାଲୁଥିବା ବେଆଇନ ବାଲିଘାଟରେ ସ୍ଥାନୀୟ ବିଧାୟକ ସମ୍ପୃକ୍ତି ଥିବା ନେଇ ପୁଳାପୁଳା ଅଭିଯୋଗ କରିଛନ୍ତି। ପିପିଲିରେ ଚାଲୁଥିବା ବେଆଇନ ବାଲିଘାଟରେ ବିଧାୟକ ଓ ତାଙ୍କ କର୍ମୀଙ୍କ ହାତ ଅଛି କି ନାହିଁ ତାହା ସରକାର ତଦନ୍ତ କରିବା ପରେ କେତେ ସତ୍ୟତା ରହିଛି ତାହା ସାମ୍ନାକୁ ଆସିବ। କିନ୍ତୁ ବିଧାୟକ ବିରୁଦ୍ଧରେ ଅଣାଯାଇଥିବା ସାଂଘାତିକ ଅଭିଯୋଗ ପରେ ବିଧାୟକ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ପାଲଟା ଜବାବ ମିଳିପାରି ନାହିଁ। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ। এই যোগু কହୁଛି କାହିଁକିନା ମୁଁ ବାରମ୍ବାର ଏଇ କଥାକୁ ଗଣମାଧ୍ୟମରେ ଆଣିଛି। ଲୋକପ୍ରତିନିଧି ମାନେ ଆମର ଚେୟାରମ୍ୟାନ୍, ଭାଇସ୍ ଚେୟାରମ୍ୟାନ୍, ଜିଲ୍ଲା ପରିଷଦ, କାଉନସିଲର ସମସ୍ତେ ଏଇ କଥା ଲିଖିତ ମାଧ୍ୟମରେ ମୋତେ ଦେଇଛନ୍ତି। ତହସିଲଦାରଙ୍କୁ କହିଛୁ, କଲେକ୍ଟରଙ୍କୁ କହିଛୁ, ଆଇଆଇସିଙ୍କୁ କହିଛୁ, ଏସ୍ଡିପିଓଙ୍କୁ କହିଛୁ, ଏସ୍ପିଙ୍କୁ କହିଛୁ, ବ୍ୟକ୍ତିଗତ ଭାବରେ ମୁଁ ଭେଟିକି ମଧ୍ୟ କହିଛି ଏବଂ ତାପରେ ବି କାର୍ଯ୍ୟାନୁଷ୍ଠାନ ଶୁଣ ଏବଂ ବାରମ୍ବାର ଯେତେବେଳେ ଏଇ ଘଟଣା ଘଟି ଚାଲିଛି ଏବଂ ଆପଣ ଜାଣନ୍ତି ନୂଆ ଶାସନରେ କିଛି ଦିନ ତଳେ ବି ଏଇ ବେଆଇନ ବାଲି ଚାଲାଣକୁ ନେଇକି ତାଙ୍କ ଭିତରେ ଗୋଟେ ଗୋଷ୍ଠୀ କନ୍ଦଳ ହେଇକି ଜଣଙ୍କର ଦେହାନ୍ତ ହେଇଥିଲା ଏବଂ ଗତକାଲି ଜଣେ ବରିଷ୍ଠ ସାମ୍ବାଦିକ ଶିଲାପାଙ୍କର ଦେହାନ୍ତ ହେଇଛି ପିପିଲି ଅଞ୍ଚଳରେ। ଯେତେବେଳେ ଆପଣ ଦେଖୁଥିବେ ତାର ମେନ୍ କାରଣ ହେଲା ଯୋଉ ବାଲି ପଡ଼ିଥିଲା ଏବଂ ଯାହା ମୋ ପାଇଁ ଖବର ଅଛି ପାଖାପାଖି 15 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଯେତେବେଳେ ରାତିରେ ଚୋରା ବାଲି ଚାଲାଣ ହେଉଛି ସେଇ ଚୋରା ବାଲି ଚାଲାଣ ବେଳେ ଏଇ ବାଲି ପଡ଼ିଥିଲା ଏବଂ 15 ଘଣ୍ଟା ଧରି ସକାଳ 12ଟା ଯାଏଁ ରାତିରୁ ନେଇକି ସକାଳ 12ଟା ଯାଏଁ ଏଇ ବାଲି ଉଠା ହେଇନଥିଲା ଏବଂ ଯେତେବେଳେ ୟାଙ୍କର ଆକ୍ସିଡେଣ୍ଟ ହେଲା ପରବର୍ତ୍ତୀ ସମୟରେ ଅପାଙ୍କର ଦେହାନ୍ତ ହେଇଗଲା ସେତେବେଳେ ଯଦି ଆପଣ ଦେଖିବେ ପୋଲିସ ଏବଂ ସେଇ ବାଲିକୁ ସାଇଡ କରୁଛି। ଇଏ ସରକାରଙ୍କର ନିଦ ଭାଙ୍ଗିବା ଦରକାର। ଇଏ ଭାଙ୍ଗୁ ନାହିଁ। ଲୋକଙ୍କ ପାଖରେ ପଲ୍ୟୁସନ ସାର୍ଟିଫିକେଟ ଯଦି ନାହିଁ, ପଲ୍ୟୁସନ କରିନାହାନ୍ତି, ବିଶେଷ କରି ଆମ ଅଞ୍ଚଳରେ ଡେଲାଙ୍ଗ ପିପିଲି ଅଞ୍ଚଳରେ ସେ ଟୋଲଗେଟ୍ ହଉ କି ଏଠି ଯୋଉ NHI ର ଯୋଉ କ୍ୟାମେରା ଲାଗିଛି ତା ମାଧ୍ୟମରେ ହଉ ଫାଇନ୍ ବାରମ୍ବାର ଆସୁଛି, 10,000 ଫାଇନ୍, 5,000 ଫାଇନ୍, କିନ୍ତୁ ସାଧାରଣ ଜନତାଙ୍କର ଜୀବନର ମୂଲ୍ୟ ମତେ ଲାଗୁଛି ଏ ସରକାରରେ ନାହିଁ ଏବଂ ବାରମ୍ବାର ଏଭଳି ଘଟଣା ଘଟି ଚାଲିଛି ଏବଂ ମୁଁ ଆପଣଙ୍କ ଜରିଆରେ ମୋର ପ୍ରଶ୍ନ ରହିବ ମାନ୍ୟବର ବିଧାୟକଙ୍କୁ, ଏଇ ଯୋଉ ଚୋରା ବାଲି ଚାଲାଣ ଚାଲିଛି, ଏଇ ଯୋଉ ବାଲି ମାଫିଆ ଅଛନ୍ତି ତାଙ୍କ ପଛରେ ଆପଣଙ୍କର ହାତ ନାହିଁ ତ? କାହିଁକିନା ବାରମ୍ବାର ସମସ୍ତଙ୍କୁ କହିଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ଆପଣ ମଧ୍ୟ ଚୁପ୍ ଅଛନ୍ତି 19 ମାସ ହେଲା। ଆପଣଙ୍କୁ ମଧ୍ୟ ମୋର ନିବେଦନ ରହିବ, ଆପଣ ଟିକେ ମଧ୍ୟ ସ୍ପଷ୍ଟ କରନ୍ତୁ ଜନସାଧାରଣଙ୍କୁ ଆପଣଙ୍କ ପାଇଁ କିଏ ବଡ଼। କାହିଁକିନା ପାଖାପାଖି ସବୁ ଯୋଉ ଇଲିଗାଲ ମାଇନିଂ କରୁଛନ୍ତି, ଯୋଉ ବାଲି ମାଫିଆ ଅଛନ୍ତି ସମସ୍ତେ ଆପଣଙ୍କ ସହିତ ଜଡ଼ିତ ଅଛନ୍ତି, ଆପଣଙ୍କର ଦଳରେ ସହଯୋଗୀ ଅଛନ୍ତି, ଆପଣଙ୍କ ପାଖରେ ମଧ୍ୟ ଆମକୁ ଦେଖିବା ପାଇଁ ମିଳୁଛି, ସୋସିଆଲ ମିଡିଆରେ ସମସ୍ତେ ଦେଖୁଛନ୍ତି, ଯାହା ଲୋକମାନଙ୍କ ମଧ୍ୟରେ ମଧ୍ୟ ଆଲୋଚନା ରହିଛି। ଆପଣ କେବେ କାର୍ଯ୍ୟାନୁଷ୍ଠାନ ନେବେ, କେବେ ଡେଲାଙ୍ଗ ପିପିଲିରେ ଇଲିଗାଲ ମାଇନିଂ ବନ୍ଦ ହବ, ଆର ତଥ୍ୟ ଆପଣ ଜନସାଧାରଣଙ୍କୁ ରଖନ୍ତୁ, ମୋର ନିବେଦନ ରହିବ ଏବଂ ଆପଣ ସ୍ପଷ୍ଟ କରନ୍ତୁ ଆପଣଙ୍କ ପାଇଁ ଏ ବାଲି ମାଫିଆ ବଡ଼, ତାଙ୍କର ଯୋଉ ମାସିକିଆ କମିଶନ ବଡ଼ ନା ସାଧାରଣ ଜନତାଙ୍କ ଜୀବନ ବଡ଼। ରାଜନୀତି को ବାଲି ମାଫିଆ, ମାଇନ୍ସ ମାଫିଆ ମାନେ
କରୁଛନ୍ତି ନିୟନ୍ତ୍ରିତ କରୁଛନ୍ତି। এটা ଦୁର୍ଭାଗ୍ୟ ବ୍ୟତୀତ କିଛି ନୁହଁ। ହଉଛି ଜୟରାମ ଜାନା ସିପିଏମଏଲ। ଆଉ କଥା ହଉଛି ଆଜି ସାରା ଓଡ଼ିଶାରେ ବାଲି ହଉଛି ବଡ଼ ଚୋର ଏବଂ ବିଶେଷ କରି ରାଜ୍ୟରେ ବିଜେପି ସରକାର ଆସିଲା ପରେ ସାଧାରଣ ଲୋକମାନେ କହିଦେଲେ 24 ବର୍ଷ ସରକାରକୁ ବଦଳିବା। ଦୟା ଆଉ ଭାର୍ଗବୀରୁ ତାର ଯେ ତାଙ୍କୁ ପଚାରିଲେ ପ୍ରଶ୍ନ ପଚାରିଲେ ସେ କହୁଛନ୍ତି ମୋର ଯୋଉମାନେ ଚାଲାଚମଡ଼ା ଅଛନ୍ତି କର୍ମୀ ଅଛନ୍ତି ସେମାନେ ବାଲି ଚୋରି କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହୁଛନ୍ତି ଓଡ଼ିଶାରୁ ଇଞ୍ଚେ ବାଲି ଚୋରି ହବନି ଏବଂ ଏଠି ପିପିଲିରେ ଯୋଉ ପୋଲିସ ଅଛି ସେ ଦାଦାବଟି ରହୁଛି ଏବଂ ତହସିଲଦାର ଯିଏ ଅଛି ସେ ନୋଡାଲ ଅଫିସର ସେ ମଧ୍ୟ ଦାଦାବଟି ରହୁଛି। କଥା ହଉଛି ସବୁ ବାଲି ଚୋରି ହଉଛି। ଆଜି ମଙ୍ଗଳପୁର ଯୋଉ ଦିଟା ଜୀବନ ଗଲା ଅସମୟରେ ଦିଟା ଗୋଟେ ସାମ୍ବାଦିକ ଆଉ ଗୋଟେ ସାଧାରଣ ଲୋକ ଯୋଉ ଜୀବନ ଗଲା ତାର ମୂଲ୍ୟ ମୁଖ୍ୟମନ୍ତ୍ରୀ ଦେଇପାରିବେ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ପିପିଲିରେ ଯୋଉ ଏମଏଲଏ ଅଛନ୍ତି ସେ ଦେଇପାରିବେ? ତାଙ୍କର କେତେଟା ହାୱା ସେ ହାୱା ସବୁ କଣ କାମ କରୁଛି? କିନ୍ତୁ ତୁମେ କଣ ଦେଖୁଛ? ତମର ଦାୟିତ୍ୱ କଣ? ରାଜକୋଷ ବର୍ତ୍ତମାନ ଖାଲି କରିଦେଲେ। ଏଇଭଳିଆ ଶାସନ ଚାଲିଲେ 18 ମାସ କଣ ଆଉ 18 ଦିନରେ ମଧ୍ୟ କିଛି ରହିବ ନାହିଁ। ହଏ ତାର କଣ ଥିଲା କଣ ହେଲାଣି? କେତେଟା ହାୱା ଅଭିଯୋଗ ଦେଲେ ହେଲେ ମୁଁ ଏନକ୍ୱାରି କରିବି। କାହାକୁ ଦେଖିବ ଖଜୁରୀ ଗଛର ମୂଳରୁ ପାହାଚ ପାହାଚ